ଜୟ ଜଗନ୍ନାଥ ସାଙ୍ଗମାନେ କିଛି ଲୋକ ମୋତେ ପଚାରନ୍ତି କ'ଣ ମୁଁ କରେ। ଆସନ୍ତୁ ଦେଖିବା ଏଇ ଭିଡ଼ିଓ ମାଧ୍ୟମରେ ମୁଁ ସମସ୍ତଙ୍କୁ ଜଣେଇ ଦେବା ପାଇଁ ଚାହେଁ କ'ଣ ମୁଁ କରେ ପ୍ରତ୍ୟେକ ଦିନ। ଆସନ୍ତୁ ଦେଖିବା। ମୁଁ ଗୋଟେ ରୋଡ଼ କନଷ୍ଟ୍ରକ୍ସନ୍ କମ୍ପାନୀର କାମ କରେ। ଗୋଟେ ଆମର କାମ ହେଉଛି ରସାଳପୁର କାମ ହେଉଛି, ଆଉ ଗୋଟେ କାମ ହେଉଛି ସନ୍ତ୍ରାଡ଼ାରେ କାମ ହେଉଛି। ଆଜି ମୋର ଡ୍ୟୁଟି ପଡ଼ିଛି ସନ୍ତ୍ରାଡ଼ାରେ। ଆସିଛି ଏଠି ପିଚ୍ ରିପାରିଂ ହେଉଛି, ପିଚ୍ ଖରାପ ହେଇଛି ବର୍ଷା ପାଇଁ। ଆଉ ଆସନ୍ତୁ ସେଠି କାମ କ'ଣ ଦେଖିବା, ଆପଣମାନେ ଦେଖନ୍ତୁ ବି। এই ମେସିନ୍ଟା ଯେଉଁ ଷ୍ଟାର୍ଟ କରାହେଉଛି ସେଟା ହେଉଛି ଆମର ପିଚ୍ ମେସିନ୍। ପିଚ୍ ମେସିନ୍ ଦୁଇ ପ୍ରକାର ଅଛି, ଗୋଟେ ଫେବର ପିଚ୍ ଅଛି, ଆଉ ଗୋଟେ ମାନେ যেটা ଫେବର ପିଚ୍ ମାନେ যেটা ପିଚ୍ ପ୍ଲସ୍ ବଜିରି ଚିପ୍ସ ବଜିରି ଗୁଳା ହେଇକି ଆସେ ପ୍ଲାଣ୍ଟରୁ, ସେଟା ଗୋଟେ। ଆଉ ଏଟା ହେଉଛି, ଏଟା ମାନେ ଚିପ୍ସ ତମେ ପକେଇବା ପାଇଁ ପଡ଼ିବ। ପିଚ୍ ବି ଗରମ କରିବି ଏଠି ଦେଖନ୍ତୁ। ପିଚ୍ ଡେକ୍, ଏଟା କୁହନ୍ତି ଡେକ୍। ଡେକ୍ରେ ପିଚ୍ ଗରମ ହେଉଛି, ଗରମ ପିଚ୍ ନେଇକି ସେ ମେସିନ୍ରେ ପଡ଼ିବ। ପଡ଼ି ସାରିଲା ପରେ ତାପରେ ପଡ଼ିବ କ'ଣ, ବଜିରି ପଡ଼ିବ। ଏଠି ଆମର କାମ ହେଉଛି ସାଇଡ୍ ପ୍ୟାକିଂ କିଛି ଦିଆହେଉଛି, ଏଟା ଧୋଇ ଯାଉଛୁ, ପୁଲ ସାଇଡ୍ଟା ଧୋଇ ଯାଉଛୁ। ସେଥିପାଇଁ ଆମର ଏଠି ଢଳେଇ ଭଙ୍ଗା ହେଇଥିଲା ଯେଉଁ ସେ ଢଳେଇ ଆସିକି ସାଇଡ୍ରେ ଦିଆହେଉଛି। ଏ ସାଇଡ୍ରେ ବି ଦିଆଯିବ ଏମିତି, ଆର ପଟେ ଯେମିତି ଦିଆହେଉଛି, ବହୁତ ଖାଲ ଅଛି ତ ସେଥିପାଇଁ ଦିଆଯାଉଛି ଏଟା। ଏଇଟା ଦେଖନ୍ତୁ, ଏଇଟା ଏପଟେ ଢଳା ଯାଉଛି, ବଜିରେ ଢଳା ହେଉଛି, ବୁଝିଲେ। ମେସିନ୍ଟା ବହୁତ ଧୂଆଁ ବାହାରିବ ଏଟା। ସେଠି ଡେକ୍ରୁ ଯେଉଁ ପିଚ୍ ଗରମ ହେଇଥିଲା ଦେଖିବେ କେମିତି ଉପରେ ନେଇକି ଫନେଲ୍ ଭଳିଆ ସେ ଫନେଲ୍ର ଢାଳିବେ। ସିଏ ଗରମ ପିଚ୍ ତରଳ ହେଇକି ଅଣାଗଲା, ଏବେ ଢଳାଯିବ। ବହୁତ ରିସ୍କ ବି କାମ ଅଛି, ମାନେ ପିଚ୍ ପଡ଼ିଗଲେ ମୁଁ କାମ କରିବା ଭିତରେ ଜଣେ ମଉସା ପିଚରେ ପଡ଼ିଗଲେ, ଅଜାଣତରେ ପଡ଼ିଗଲେ। ଯେତେବେଳେ ପିଚ୍ ପଡ଼ିବେ ମାନେ ପଡ଼ିଯିବ ଆପଣଙ୍କ ଦେହରେ କେବେ, ମାନେ ପାଣିରେ ବୁଡ଼େଇବେନି ତାକୁ। ଡିଜେଲ ହଉ ପେଟ୍ରୋଲ ହଉ ଧୋଇଦେବେ, ପାଣିରେ ବୁଡ଼େନି, ବେଶୀ ଫୁଟକା ହେଇଯିବ। ଦେଖନ୍ତୁ ଢାଳିକି ଆସିଲେ ଏବେ। ଏଇଟା ଦେଖନ୍ତୁ, ସେଟା ଢାଳିବା ଯେଉଁ ବଜିରି ସେପଟେ ଢଳା ହେଉଛି, ଏପଟେ ବାହାରିବ ପିଚଟା। ପିଚ୍ ପ୍ଲସ୍ ବଜିରି ଗୁଳା ହେଇକି ଗରମ ହେଇକି ମିକ୍ସ ହେଇକି ସେପଟେ ବାହାରିବ ସେଟା। ଦେଖ ଏଟା ଝରା ମରା ହେଉଛି, ପିଚ୍ ଯେଉଁ ଗରମ ହେଇଛି କେବଳ ପିଚ୍ ସେଇଟା ହେଇ ଝରା ମରା ହେଉଛି। ସେଇଠି ଖରାପ ହେଇଛି ରାସ୍ତା, କିଛି ଉଠି ଯାଇଛି, ହାଲକା ହାଲକା ଉଠି ଯାଇଛି। ଯେହେତୁ ଆମର ରିପାରିଂ ଅଛି 5 ବର୍ଷ ପାଇଁ, ସେଥିପାଇଁ ଏଟା ରିପାରିଂ ହେଉଛି। ଏମିତି ଝରା ମରା ଯିବ, ଗରମ ପିଚଟାକୁ ମରାଯିବ। ଏମାନେ ସ୍ୱତନ୍ତ୍ର ଅଲଗା ଲେବର ଅଲଗା। ଏପଟେ ଦେଖ, ଏଟା ଡିଜେଲ ଫାୟାର ହେଉଛି, ଏଟା ବହୁତ ଡିଜେଲ ଖାଏ ମେସିନ୍ରେ। ଡିଜେଲ ଫାୟାର ହେବ, ହିଟ୍ ହେବ, ହିଟ୍ ହେଇକି ସେଟା ମିକ୍ସିଂ ହେଉଥିବ। ମିକ୍ସଚର ମେସିନ୍ଟା ବି ଗୁଳା ଯାଉଥିବ, ଗୋଳେଇକି ଆର ପଟେ ବାହାରିବ। ଏମିତି ଝରା ମରା ଯାଏ। ଜାଗାରେ ଖରାପ ହେଇଥିଲା କିଛି, ସେଥିପାଇଁ ଏମିତି ପକା ଯାଉଛି। ଦେଖନ୍ତୁ ଏମିତି ଝରା ପଡୁଛି। ପିଚ୍ ସହିତ ସେ ଲୋକଟା ବି ପିଚ୍ ଭଳିଆ ଦେଖାଯାଉଛି। ଏମିତି କେମିତି ଦେଖନ୍ତୁ, ଏମିତି ଗୋଡ଼ରେ ବୁରା ଗୁଡ଼େଇ ଦେଇଛନ୍ତି, କାଳେ ପଡ଼ିଯିବ। ବହୁତ ରିସ୍କ ଅଛି ପିଚ୍। ଏପଟେ ବି ଦେଖନ୍ତୁ, ଏପଟେ ବି ବାହାରିବ, ଠେଲାରେ ନେଇକି ଯିବେ, ଏପଟେ ମିକ୍ସ ହେଇକି ଏପଟେ ବାହାରିଲା। ଦେଖନ୍ତୁ କେତେ ଜୋର ଗରମ ଅଛି, ଧୂଆଁ କେମିତି ବାହାରୁଛି। ଧୂଆଁ ଗୁଡ଼ା ବି ବହୁତ ଗ୍ୟାସ୍ କରେ, ଦେହ ପାଇଁ ବହୁତ କ୍ଷତିକାରକ। ଏମିତି ହେଇସାରିଲାଣି ପିଚ୍ କାମ ଆମର। ସାଙ୍ଗମାନେ ଆଗରୁ ମୁଁ ସବୁଦିନ ଆସେ ସାଇଡ୍କି, ଏବେ ଆସୁନାହିଁ। କାହିଁକି ନା ଯେଉଁମାନେ ଭିଡ଼ିଓ ପୂର୍ବ ଭିଡ଼ିଓ ନ ଦେଖୁଛନ୍ତି ଦେଖନ୍ତୁ, ଜାଣିପାରିବେ କ'ଣ ପାଇଁ ଆସୁନାହିଁ। ଧନ୍ୟବାଦ, ଜୟ ଜଗନ୍ନାଥ ରହୁଛି।